ଓଡ଼ିଆ ସାହିତ୍ୟ ୟୁଟ୍ୟୁବ୍ ଚ୍ୟାନେଲକୁ ପିଲାମାନେ ସ୍ୱାଗତ ଜଣାଉଛି। ଗତ ଭିଡ଼ିଓରେ ଆମେ ଆଲୋଚନା କରିଥିଲେ ଗୀତିକାବ୍ୟ ସମ୍ପର୍କରେ। ଆଜି ଆମେ ଆଲୋଚନା କରିବା ପ୍ରାଚୀନ ଓଡ଼ିଆ ଗୀତି କବିତା ଉପରେ। ପିଲାମାନେ ବିଧିବଦ୍ଧ ଭାବରେ ଓଡ଼ିଆ ଭାଷାର କାବ୍ୟ କବିତା ସୃଷ୍ଟି ହେବା ପୂର୍ବରୁ ଗୀତି କବିତାର ବିକାଶ ଘଟିଥିଲା। ଅପଭ୍ରଂଶ ଭାଷାରେ ରଚିତ ସିଦ୍ଧାଚାର୍ଯ୍ୟମାନଙ୍କ ବୌଦ୍ଧ ଗାନ ଦୋହାଗୁଡ଼ିକ ପ୍ରାଚୀନ ଗୀତି କବିତା ଆଦି ଉତ୍ସ ଭାବରେ ଗ୍ରହଣ କରାଯାଇଥିଲା। ଏହାଛଡ଼ା ଲୋକ ସାହିତ୍ୟ ଅଧ୍ୟୟନ କଲେ ଆମେ ଗୀତି କବିତା ଆଦିମ ଏନ୍ତୁଡ଼ି ଓଡ଼ିଆ ଲୋକଗୀତି ବୋଲି ଜାଣିପାରିବା। ହଳଦିଆ ଗୀତି ହଳିଆ ଗୀତ, ଶଗଡ଼ିଆ ଗୀତ, କାନ୍ଧଣା ଗୀତ, ଦୋଳି ଗୀତ ଆଦି ଲୋକ ସମାଜରେ ମନୋରଞ୍ଜନ କରୁଥିଲା। ବନାବାଦ୍ୟ ଯନ୍ତ୍ର ସାହାଯ୍ୟରେ ଗାନ କରାଯାଉଥିବା ବେଳେ ଏସବୁ ଗୀତମାନଙ୍କ ଥିଲା ହୃଦୟ ସ୍ଫୁର୍ତ୍ତ ଅଭିବ୍ୟକ୍ତି। ପଞ୍ଚଦଶ ଶତାବ୍ଦୀରେ ପର୍ଯ୍ୟନ୍ତ ଓଡ଼ିଆ ଗୀତି କବିତା ଏପରି ଅଣସଙ୍ଗଠିତ ଅବସ୍ଥାରେ ରହିଆସିଛି। ପଞ୍ଚଦଶ ଶତାବ୍ଦୀ ଠାରୁ ପ୍ରାଚୀନ ଓଡ଼ିଆ କବିତା ଯଥାର୍ଥ ବିକାଶ ଆରମ୍ଭ ହୋଇ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଏଥିରେ ବିବିଧ ବୈଚିତ୍ର୍ୟ ଫୁଟି ଉଠିଛି। ନିମ୍ନରେ ସେଗୁଡ଼ିକ ପ୍ରାଚୀନ ଗୀତି କବିତା ସମ୍ପର୍କରେ ସୂଚନା କ'ଣ ଦିଆଯାଇଛି ଦେଖ। ଚୌପଦୀ। ପ୍ରଥମେ ଆଲୋଚନା କରିବା ଚୌପଦୀ ସମ୍ପର୍କରେ। ଚୌପଦୀ ଏକ ପ୍ରାଚୀନ ଗୀତିର ରଚନା ପଦ୍ଧତି। ପ୍ରାଚୀନ କବିତା ଗୁଡ଼ିକର ଜ୍ଞାନଧର୍ମୀ ଥିବାରୁ ଚାରିପଦ ଗୋଟିଏ ପାଦ ଫାନ୍ଦି ଚୌପଦୀ ରଚନା କରିବାର ବିଧି ପ୍ରଚଳିତ ଥିଲା। ଚାରିପଦ ଗୀତିକାର ଛଡ଼ା ଗୋଟିଏ ଗୀତିର ଏକାଧିକ ଚୌପଦୀ ସଂଯୋଜନା କରାଯାଉଥିଲା। ଓଡ଼ିଆ ସଙ୍ଗୀତ ମୁଖ୍ୟତଃ ଚୌପଦୀ ଭିତ୍ତିକ। ଆଧୁନିକ ଗୀତି କବିତାର ମଧ୍ୟ ଚୌପଦୀ ରଚନା ପରିଲକ୍ଷିତ ହୁଏ। ମଧ୍ୟଯୁଗରେ ବୈଷ୍ଣବ ଧର୍ମର ପ୍ରଭାବ ଅନେକ ପ୍ରତିମୂଳକ ଚୌପଦୀ ରଚନା କରାଯାଇଛି। କବି ବନମାଳୀ ଦାସ ଏକ ଚୌପଦୀକୁ ଉଦାହରଣ ଭାବରେ ଗ୍ରହଣ କରାଯାଇଛି। କ'ଣ? ଗୋପୀ ସଙ୍ଗେ ବନମାଳୀ ହେ ସୁଜନେ, ଗୋପୀ ସଙ୍ଗେ ବନମାଳୀ ଶରଦ ଜନରେ ଶ୍ରୀ ବୃନ୍ଦାବନେ ରଙ୍ଗେ କଲେ ରସ କେଳ ହେ, କେଉଁ ବରାଙ୍ଗନା ଘରେ ଧରି ବୀଣା, ଗାଏ ତାନ ମାନ ଚାଳ, କେ ବାଏ ମାଦାଳ ମନ୍ଦିର ଝାଞ୍ଜାଳ, କେହୁଁ ନାଚ ଢଳି ଢଳି। ଚୌପଦୀ ପରେ ଆମେ ଏବେ ଦ୍ୱିତୀୟରେ ଆଲୋଚନା କରିବା ଚଉତିଶା। ଚଉତିଶା କହିଲେ ସାଧାରଣତଃ କ ଠାରୁ କ୍ଷ ପର୍ଯ୍ୟନ୍ତ 34 ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖି ରଚନା ବିଧିକୁ ଚଉତିଶା କୁହାଯାଏ। ମଧ୍ୟଯୁଗୀୟ କାବ୍ୟଧାରାରେ ବ୍ୟାପକ ଭାବରେ ଚଉତିଶା ରଚନା କରାଯାଏ। ଏଥିରେ କବିର ପାଣ୍ଡିତ୍ୟ, ଶବ୍ଦର ପ୍ରୟୋଗ ଦକ୍ଷତା ଜଣାପଡ଼ିଥାଏ। କେତେକ ଚଉତିଶାର ଆଦ୍ୟ ଅକ୍ଷର ସମାନ ଥିଲେ ମଧ୍ୟ ପାଦ ଶେଷ ଅକ୍ଷରରେ ବ୍ୟଞ୍ଜନ ବର୍ଣ୍ଣର କ୍ରମାନ୍ୱୟରେ ବଦଳିଥାଏ। ଉପେନ୍ଦ୍ର ଭଞ୍ଜଙ୍କର ରସପଞ୍ଚକ ଚଉତିଶା ଏହାର ଏକ ଉଦାହରଣ। କେତେକ କ୍ଷେତ୍ରରେ କ୍ଷ ଠାରୁ କ ପର୍ଯ୍ୟନ୍ତ ଓଲଟା କ୍ରମେ ଚଉତିଶା ରଚନା କରାଯାଇଥାଏ। ଏହାକୁ ଓଲଟା ଚଉତିଶା ମଧ୍ୟ କୁହାଯାଏ। କ୍ୱେଶ୍ଚନ୍ ପିଲାମାନେ ପଡ଼ିପାରେ ଓଲଟା ଚଉତିଶା କହିଲେ କ'ଣ ବୁଝ? ଭୀମ ଭୋଇଙ୍କ ଓଲଟା ଚଉତିଶାକୁ ଲକ୍ଷ୍ୟ କରାଯାଇପାରିବ। ଯଥା ସେ ଚଉତିଶାରେ କ'ଣ? କ୍ଷୀର ସିନ୍ଧୁବାସୀ ସେହି କ୍ଷୀର ନାଳେ ଜଗି ଅଛନ୍ତି ରହି, ସୁମନରେ କ୍ଷମା ସାଗରକୁ ଧ୍ୟାଇଁ, ହରସିରେ ପଡ଼େ ଝର ହରସେ ଝରକୁ ପିଇ ସତ୍ୱର, ସୁମନରେ ହୋଇଛନ୍ତି ଆଜ୍ରମର ଶରଦ ଉଷୁମ ନାହିଁ, ସଦା ସମ୍ପୂର୍ଣ୍ଣ ସେ ଅରପ ଦେହି, ସୁମନରେ ଶୂନ୍ୟ ରୂପେ ଛନ୍ତି ରହି। ପିଲାମାନେ ସାଧାରଣତଃ ଚଉତିଶା ରଚନାରେ ଅନ୍ୟ ଏକ ବିଧି ହେଉଛି ମେଷଯୁଦ୍ଧ ଚଉତିଶା। ନିୟମର ଅନୁଯାୟୀ କ ବର୍ଣ୍ଣ ପରେ କ୍ଷ ବର୍ଣ୍ଣ, ଖ ବର୍ଣ୍ଣ ପରେ ହ ବର୍ଣ୍ଣ, ଏହି କ୍ରମେ 34ଟି ବର୍ଣ୍ଣ ପରିବର୍ତ୍ତନ କରି ରଚିତ ଚଉତିଶାକୁ ମେଷଯୁଦ୍ଧ ଚଉତିଶା ମଧ୍ୟ କୁହାଯାଇଅଛି। ଓଡ଼ିଶା ସାହିତ୍ୟରେ ଚଉତିଶା ପାଠକ ଶ୍ରୋତାମାନଙ୍କ ଦ୍ୱାରା ଆଦର ପାଇଛି। କବି ବର୍ଷା ଦାସଙ୍କ କଳସା ଚଉତିଶା, ବଳରାମ ଦାସଙ୍କ କମଳ ଲୋଚନ ଚଉତିଶା, ଭକ୍ତିଚରଣ ଦାସଙ୍କର କଳା କଳବରେ କହ୍ନେଇ ଚଉତିଶା ଓଡ଼ିଆ ସମାଜରେ ଯଥେଷ୍ଟ ଆଦରମୟ। ପିଲାମାନେ କ୍ୱେଶ୍ଚନ୍ କିପରି ଭାବରେ ଆସିବ? ବଳରାମ ଦାସଙ୍କ କମଳ ଲୋଚନ ଚଉତିଶା କାହାର? ନା ଏଟା ବଳରାମ ଦାସଙ୍କର। ଭକ୍ତିଚରଣ ଦାସଙ୍କ ଚଉତିଶା ଏକ ଉଦାହରଣ ଦିଅ। କ'ଣ? କଳା କଳବରେ କହ୍ନେଇ ଚଉତିଶା। ଏହିପରି ଭାବରେ କ୍ୱେଶ୍ଚନ୍ ଆସିବ ପିଲାମାନେ। ଘରେ ଆମେ ଆଲୋଚନା କରିବା ଚମ୍ପୁ। ଚମ୍ପୁ ଏକ ଗଦ୍ୟ ପଦ୍ୟ ମିଶ୍ରିତ ରଚନା। ଏଥିରେ ଗଦ୍ୟ ଭାଗରେ ପ୍ରୟୋଗ ଅଧିକ। 34 ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ କ୍ରମାନ୍ୱୟରେ ବ୍ୟବହାର କରି ଚମ୍ପୁର ରଚନା କରାଯାଇଥାଏ। ଓଡ଼ିଆ ଚମ୍ପୁ ସାହିତ୍ୟରେ ସଂସ୍କୃତ ଚମ୍ପୁର ରଚନା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ଓଡ଼ିଆ ସାହିତ୍ୟ ବଳଦେବ ରଥଙ୍କ ଚମ୍ପୁ ରଚନା ଲୋକପ୍ରିୟ କରିଛନ୍ତି। କବିଙ୍କ ରଚିତ କିଶୋର ଚନ୍ଦ୍ରନନ୍ଦ ଚମ୍ପୁ କାହାର? ବଳଦେବ ରଥଙ୍କର। ଓଡ଼ିଆ ସାହିତ୍ୟରେ ଏକ ଉଲ୍ଲେଖନୀୟ କୃତି। ଷୋଡ଼ଶା ବର୍ତ୍ତମାନ ପଡ଼ିବା। ଘରେ ଆମେ ପଡ଼ିବା କ'ଣ? ଷୋଡ଼ଶା। 16 ଗୋଟି ସ୍ୱରବର୍ଣ୍ଣକୁ କ୍ରମ ଅନୁସାରେ ଖଞ୍ଜି ଗୀତି ରଚନା କରିବାକୁ ଷୋଡ଼ଶା କୁହାଯାଏ। ଉପେନ୍ଦ୍ର ଭଞ୍ଜଙ୍କ ଷୋଡ଼ ସେନ୍ଦୁ ଏହାର ଏକ ଉଦାହରଣ। କବି ଚନ୍ଦ୍ର ଚୂଡ଼ାମଣି, ହରିଚନ୍ଦନ ଷୋଡ଼ଶୀ, ଗଣେଶ ଦାସଙ୍କର ବକୁଳେଶ୍ୱର ଷୋଡ଼ଶ, ଉତ୍କଣ୍ଠା ଷୋଡ଼ଶ ଗୀତିର ଉଦାହରଣ ଅଟେ। ଷୋଡ଼ଶୀ ପରେ ଆମେ ପଢ଼ିବା ପଦ୍ୟା। ଉଁଆରେ କ'ଣ ପଢ଼ିବା? ପଦ୍ୟା। ପଦ୍ୟା ଗୀତ ଓଡ଼ିଆ ଗୀତି ରଚନାର କ୍ଷେତ୍ରରେ ପଦ ଗଣନା ପଦ୍ଧତି ଅନୁସାରେ ନାମିତ
ହୋଇଅଛି। ଏହା ଗଠନ କଳା କୌଣସି ନିୟମ ନଥିବା ବେଳେ ପଦଗୁଡ଼ିକ ଗଣନା କରାଯାଇ ଏହାର ନାମକରଣ କରାଯାଇଥାଏ। ଏହି ଗୀତିଗୁଡ଼ିକ ଛନ୍ଦବଦ୍ଧ, ଗାନଯୋଗ୍ୟ। ଓଡ଼ିଆ ସାହିତ୍ୟରେ 56 ପଦିଆ, 100 ପଦିଆ, 26 ପଦିଆ ଆଦି ଗୀତ ରଚନା କରାଯାଇଅଛି। କବି କୃପାସିନ୍ଧୁ ସୋମନ ପଟ୍ଟନାୟକ 56 ପଦିଆ, ବୀରବର ମଙ୍ଗରାଜ 100 ପଦିଆ ଗୀତ ଦୁଇଟି ଉତ୍କଣ୍ଠ ରଚନା କରିଛନ୍ତି। କୋଇଲି, କୋଇଲିଟି ଅଧିକାଂଶ ସମୟରେ ପଡ଼ିଥାଏ। କବି କୋଇଲିକୁ ସମ୍ବୋଧନ କରି ନିଜର ହୃଦୟକୁ କରୁଣ ଭାବ ବ୍ୟକ୍ତ କରିଥାନ୍ତି। ଏହି ମୁଖ୍ୟତଃ ବାତ୍ସଲ୍ୟ ଭକ୍ତିର ଉକ୍ତିର ଜୀବନ ଆଧାରିତ ରଚନା ଅଟେ। କୋଇଲି ମାଧ୍ୟମରେ ନିଜର ଇସ୍ପିତ ବ୍ୟକ୍ତି ପାଖକୁ ବାର୍ତ୍ତା ପ୍ରେରଣ କରାଯାଉଥିବା ଏହାର ଏକ ଦୂତମୟ ବା ସନ୍ଦେଶମୂଳକ କୁହାଯାଏ। କବି ମାର୍କଣ୍ଡ ଦାସଙ୍କର କେଶବ କୋଇଲି, କୋଇଲି କବିତାର ପରମ୍ପରା ମୂଳ ଭିତ୍ତି ମାତା ଯଶୋଦାଙ୍କ ବାତ୍ସଲ୍ୟ ବିରହ ଏଥିରେ ପ୍ରତିପାଦ୍ୟ। କୋଇଲି ଭଣ୍ଡି ମତେ ଗଲେ ବେନି ପୁଇ, ଭାଇ ତାଙ୍କ ବଳରାମ ନଈ ବେଡ଼ାଇଲ କୋଇଲି, କୋଇଲି ମଥୁରାକୁ ଯିବି ମୁଁ କି ଧାଇଁ, ମାଧବ ମଧୁସୂଦନ ଆଣିବି କଢ଼ାଇଲ କୋଇଲି। ଏକଥା କିଏ କହିଛନ୍ତି? ଯଶୋଦା ଶ୍ରୀକୃଷ୍ଣଙ୍କୁ ଦୁଃଖ ବିଳାସରେ ବର୍ଣ୍ଣନା କରି ଲେଖାଯାଇଛି। କୋଇଲି କବିତାର ବିକାଶ କ୍ରମ କବି ବଳରାମ ଦାସଙ୍କ କାନ୍ତ କୋଇଲି, ଜଗନ୍ନାଥ ଦାସଙ୍କ ଅର୍ଥ କୋଇଲି, ଶଙ୍କର ଦାସଙ୍କର ବାରମାସୀ କୋଇଲି, ଲୋକନାଥ ଦାସଙ୍କର ଜ୍ଞାନୋଦୟ କୋଇଲି, ଗୋପାଳ କୃଷ୍ଣଙ୍କର ଯଶୋଦା କୋଇଲି, ଗୋବିନ୍ଦ ଦାସଙ୍କର ଗୋପିକା କୋଇଲି, ସଦାନନ୍ଦ ବ୍ରହ୍ମାଙ୍କ କମଳମୁଖ କୋଇଲି ପ୍ରଭାବ ଏବେ ବି ପାଠକ ସମାଜରେ ଅନୁଭୂତ ହୁଏ। ଏଗୁଡ଼ାକ ପିଲାମାନେ ଇମ୍ପୋର୍ଟାଣ୍ଟ, ଏଗୁଡ଼ାକ ହିଁ ନୋଟ୍ କରିବ, ମନେ ରଖିବ। ଛଅରେ ଆଲୋଚନା କରିବା ବୋଲି। ଓଡ଼ିଆ ଗ୍ରାମ୍ୟ ଜୀବନର ଭାଷା ଢଙ୍ଗଢଙ୍ଗାଳି ମାଳିକାକୁ ଆଧାର କରି ଲୋକେ ଶୈଳୀରେ ରଚିତ ପଦ୍ୟ ରଚନା ବୋଲି କୁହାଯାଏ। ଏଥିରେ ଅକ୍ଷର ସଂଖ୍ୟା ନେଇ ସେମିତି କିଛି ନିୟମ ନଥିଲା ବେଳେ ସାଧାରଣତଃ 11 ବା 12 ଅକ୍ଷର ବିଶିଷ୍ଟ ହେଲେ ବୋଲି ରଚିତ ହୋଇଛି। ବୋଲି ବିଭିନ୍ନ ପ୍ରକାର ଅଟେ। ଏଥିରେ ଅନେକ ପୌରାଣିକ, ସାମାଜିକ ଓ କାଳ୍ପିକ ବୋଲି ରହିଛି। ନୃସିଂହ ଭ୍ରମରବରଙ୍କ 10 ବୋଲି ଏକ ପ୍ରସିଦ୍ଧ ବୋଲି ରଚନା। ଉପେନ୍ଦ୍ର ଭଞ୍ଜଙ୍କର ବଜାର ବୋଲି ଗୀତର ଏକ ଉତ୍କୃଷ୍ଟ ରଚନା ଅଟେ। ପୁଇ ଏକ ପଦ୍ୟାତ୍ମକ କ୍ଷୁଦ୍ର ରଚନା ଅଟେ। ଯେତିକି ପଦକୁ ଆଧାର କରି ଗୀତ ରଚନା କରାଯାଇଥାଏ ତାହାକୁ ସେହି ସଂଖ୍ୟକ ଅନୁଯାୟୀ ନାମିତ କରାଯାଇଥାଏ। ଉପେନ୍ଦ୍ର ଭଞ୍ଜଙ୍କର ରଚିତ 10 ପୁଇ, 16 ପୁଇ ଏହାର ଏକ ଉଦାହରଣ। ପିଲାମାନେ ବୁଝିପାରିଲ ନା? ପୁଇର ଅର୍ଥ ମାନେ ଗୋଟିଏ ଥର ଗୀତି କବିତା ଲେଖା ହେଲା, ଥର ଏଟା 3 ପଦ ବିଶିଷ୍ଟ, ଏଟା 3 ପୁଇ, 4 ପଦ ବିଶିଷ୍ଟ 4 ପୁଇ, ଏଇଟା କୁହାଯାଏ ପୁଇ। ତଥା ପ୍ରତ୍ୟେକ ପୁଇ ଜାତିର ଅକ୍ଷର ସଂଖ୍ୟା ସମାନ ରହିଥାଏ। ପୁଇ ଗୀତର ପୁଇ ବୃତ୍ତରୁ ସୃଷ୍ଟି ହୋଇ କାବ୍ୟମାନଙ୍କର ବ୍ୟବହୃତ ହୋଇଛି। 26 ଅକ୍ଷର ବିଶିଷ୍ଟ ପଦ ରଚନାରେ 2+6+6+6+4 କ୍ରମରେ ଯତିପାତ ହେଲେ ପୁଇ ବୃତ୍ତି ସୃଷ୍ଟି ହୋଇଥାଏ। କବି ବ୍ରଜନାଥ ବଡ଼ଜେନାଙ୍କ ଅମ୍ବିକା ବିଳାସ କାବ୍ୟରେ 12 ପୁଇ ଗୀତ ସଂଯୋଜନା କରିଛନ୍ତି। ଅନ୍ୟାନ୍ୟ ଗୀତିକା କ'ଣ ରହିଛି ପିଲାମାନେ? ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ପଦ୍ୟର ପ୍ରଧାନ ସାହିତ୍ୟ ଥିବାରୁ ଏଥିରେ ଏକାଧିକ ଗୀତ ରଚନା ନୂଆ ନୂଆ ବାଗରେ ହୋଇଥିବା ଲକ୍ଷ୍ୟ କରାଯାଏ। ସମାଜରେ ବିଭିନ୍ନ ଅବସର, ଧାର୍ମିକ, ସାମାଜିକ ଅନୁଷ୍ଠାନରେ ବ୍ୟବହାର ହେବା ପାଇଁ କେତେକ ଗୀତି ସୃଷ୍ଟି ହୋଇଥାଏ। ମଙ୍ଗଳ ଗୀତ, ନାଦିଆ ଗୀତ, ବନ୍ଦାଣ ଗୀତ, ଭଜନ ଜଣାଣ ଆଦି ଏହି ପର୍ଯ୍ୟାୟର। ପ୍ରାଚୀନ ଗୀତି କବିତାଗୁଡ଼ିକ ସାଧାରଣତଃ ଛନ୍ଦବଦ୍ଧ ଗୀତିମୟ। ପ୍ରାଚୀନ ଗୀତି କବିତାଗୁଡ଼ିକ ସାଧାରଣତଃ ଛନ୍ଦବଦ୍ଧ ଓ ଗୀତିମୟ। ଏଗୁଡ଼ା ସର୍ଟ କୋଶ୍ଚିନ୍ ଆସିବ ପିଲାମାନେ। ଗାନ ମାଧ୍ୟମରେ ମନୋରଞ୍ଜନ ସୃଷ୍ଟି କରିବା ଏହାର ଏକ ଉଦ୍ଦେଶ୍ୟ। ସମାଜର ସାମାଜିକ, ରାଜନୈତିକ, ଧାର୍ମିକ ଚିତ୍ର ଏହିସବୁ ଗୀତି କବିତା ମାଧ୍ୟମରେ ଫୁଟି ଉଠିଛି। ଆଧୁନିକ ଗୀତି କବିତା। ପିଲାମାନେ ବର୍ତ୍ତମାନ ପଢ଼ୁଥିଲେ ପ୍ରାଚୀନ ଗୀତି କବିତା, ଏବେ ଆମେ ପଢ଼ିବା ଆଧୁନିକ ଗୀତି କବିତା। ଆଧୁନିକ ଓଡ଼ିଆ ଗୀତି କବିତା ପାଶ୍ଚାତ୍ୟ ସାହିତ୍ୟରେ ଫଳଶ୍ରୁତି ଓଡ଼ିଆ ସାହିତ୍ୟରେ ଆଧୁନିକ ଚେତନା ପ୍ରବାହ, ନବଯୁଗର ବା ନବଜାଗରଣ ଯୋଗୁଁ ଓଡ଼ିଆ ସମାଜରେ ଜୀବନ ଧାରଣ ଯେପରି ପରିବର୍ତ୍ତନ ଆସିଛି, ଅନର୍ବ ପ୍ରଭାବ ସାହିତ୍ୟ ରଚନା କ୍ଷେତ୍ରରେ ମଧ୍ୟ ପଡ଼ିଛି। ପାଶ୍ଚାତ୍ୟ କାବ୍ୟ କବିତା ପ୍ରକରଣ ଅନୁଯାୟୀ ଆଧୁନିକ ଗୀତି କବିତା ସୃଷ୍ଟି ହୋଇଛି। ଆଧୁନିକ ଓଡ଼ିଆ ସାହିତ୍ୟରେ ରଚିତ ବିଭିନ୍ନ ସ୍ୱାଦର ଗାଥା କବିତା, ଶୋକ କବିତା, ବ୍ୟଙ୍ଗ କବିତା, ପ୍ରେମ କବିତା, ସମ୍ବୋଧନମୂଳକ କବିତା, ପ୍ରକୃତି କବିତାର ଏ ପର୍ଯ୍ୟାୟରେ ସମ୍ପର୍କରେ ଆଲୋଚନା କରାଯାଇଛି। ପିଲାମାନେ ଆଜି ପାଇଁ ଏତିକି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆଉ ନିଜ ସାଙ୍ଗମାନଙ୍କ ମଧ୍ୟରେ ସେୟାର ମଧ୍ୟ କରନ୍ତୁ। ଆମେ ଗତ ଭିଡ଼ିଓରେ ଆଲୋଚନା କରିବା ଗାଥା କବିତା ସମ୍ପର୍କରେ। ଆଜି ପାଇଁ ଏତିକି ପିଲାମାନେ, ଧନ୍ୟବାଦ।